ଆଜି ଆମେ ଦଶମ ଶ୍ରେଣୀ ଭୌତିକ ବିଜ୍ଞାନର ତୃତୀୟ ଅଧ୍ୟାୟ ଯାହାକି ଧାତୁ ଅଧାତୁ ଏହି ବିଷୟଟିକୁ ଆଜି ଆମେ ପଢ଼ିବା। ତମେ ଜାଣିଛ କି ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଆମେ ପ୍ରତ୍ୟେକ ଦିନ ଅନେକ ଧାତୁ ବ୍ୟବହାର କରୁଛୁ, ଯେପରିକି ଘର, ଗାଡ଼ି, ରୋଷେଇ ବାସନ ସବୁଠି ଧାତୁର ବ୍ୟବହାର ରହୁଛି। ଏବେ ଚାଲ ଜାଣିବା ଧାତୁର କିଛି ଉଦାହରଣ ଏବଂ ସେମାନଙ୍କର ବ୍ୟବହାର। କିଛି ଧାତୁର ଉଦାହରଣ ହେଲା ଯେପରିକି ସୋଡ଼ିୟମ, ପୋଟାସିୟମ, ଲିଥିୟମ, ବେରିୟମ, ମାଗ୍ନେସିୟମ, ତମ୍ବା, ଆଲୁମିନିୟମ ଏବଂ ଜିଙ୍କ। ଲୁହା ଏବଂ ଇସ୍ପାତ ବହୁତ ଶକ୍ତ ହୋଇଥାଏ, ସେଥିପାଇଁ ତାକୁ ଆମେ ଘର, ବ୍ରିଜ, ବଡ଼ ବଡ଼ କୋଠା ଓ ଅଟ୍ଟାଳିକା ତିଆରିରେ ଏହାକୁ ଆମେ ବ୍ୟବହାର କରିଥାଉ। ତମ୍ବା ଓ ଆଲୁମିନିୟମ ବିଦ୍ୟୁତର ଭଲ ପରିବାହକ, ଅର୍ଥାତ୍ ସେମାନେ ବିଦ୍ୟୁତକୁ ସହଜରେ ପ୍ରବାହିତ କରିଥାନ୍ତି। ସେଥିପାଇଁ ଘରର ବିଦ୍ୟୁତ ତାର ମୁଖ୍ୟତଃ ତମ୍ବା କିମ୍ବା ଆଲୁମିନିୟମରେ ତିଆରି କରାଯାଇଥାଏ। ଆଲୁମିନିୟମ ଓ ଷ୍ଟେନଲେସ୍ ଷ୍ଟିଲ୍ ତାପର ଭଲ ପରିବହନ ଏବଂ ସହଜରେ କଳଙ୍କ ଧରେ ନାହିଁ, ସେଥିପାଇଁ ସେମାନଙ୍କୁ ହାଣ୍ଡି, କଡ଼େଇ, ଥାଳି ଓ ଅନ୍ୟାନ୍ୟ ରୋଷେଇ ବାସନ ତିଆରିରେ ବ୍ୟବହାର କରାଯାଇଥାଏ। ଯାନବାହନ ତିଆରିରେ ଯେପରିକି କାର, ବସ୍, ଟ୍ରକ୍, ଟ୍ରେନ୍, ବିମାନ ଇତ୍ୟାଦି ତିଆରିରେ ଲୁହା, ଇସ୍ପାତ ଓ ଆଲୁମିନିୟମ ପରି ବିଭିନ୍ନ ଧାତୁର ବ୍ୟବହାର ହୋଇଥାଏ, କାରଣ ଏଗୁଡ଼ିକ ଶକ୍ତ ହେବା ସହିତ ଦୀର୍ଘସ୍ଥାୟୀ ମଧ୍ୟ ଅଟନ୍ତି। ସୁନା, ରୂପା ଓ ପ୍ଲାଟିନମ ଚକଚକିଆ ହେବା ସହିତ ସହଜରେ କଳଙ୍କ ଧରେ ନାହିଁ, ତେଣୁ ଏହି ଧାତୁ ଗୁଡ଼ିକ ଦ୍ୱାରା ସୁନ୍ଦର ଗହଣା ସବୁ ତିଆରି କରାଯାଇଥାଏ। ଆମେ ଯେଉଁ କଏନ୍ ଗୁଡ଼ିକ ବ୍ୟବହାର କରୁଛୁ ସେଗୁଡ଼ିକ ମଧ୍ୟ ତମ୍ବା, ନିକେଲ ଓ ଅନ୍ୟାନ୍ୟ ଧାତୁର ମିଶ୍ରଣରେ ତିଆରି ହୋଇଥାଏ। କୃଷି ଉପକରଣ ଯେପରିକି ହଳ, କୋଦାଳ, କୁରାଢ଼ୀରେ ମଧ୍ୟ ଲୁହା କିମ୍ବା ଇସ୍ପାତର ବ୍ୟବହାର କରାଯାଇଥାଏ, କାରଣ ଏଗୁଡ଼ିକ ବହୁତ ଶକ୍ତ ଏବଂ ସହଜରେ ଭାଙ୍ଗେ ନାହିଁ। ଡାକ୍ତରମାନେ ବ୍ୟବହାର କରୁଥିବା ସର୍ଜିକାଲ ଯନ୍ତ୍ରଗୁଡ଼ିକ ଅଧିକାଂଶ ଷ୍ଟେନଲେସ୍ ଷ୍ଟିଲରେ ତିଆରି ହୁଏ, କାରଣ ଏଥିରେ ସହଜରେ କଳଙ୍କ ଧରେ ନାହିଁ ଏବଂ ଏହାକୁ ସଫା ଓ ଜୀବାଣୁମୁକ୍ତ ରଖିବା ସହଜ। ଆମେ ଏଠୁ କ'ଣ ଦେଖିଲୁ? ଆମେ ଏଠୁ ଦେଖିଲୁ ଯେ ଧାତୁ ଆମର ଦୈନନ୍ଦିନ ଜୀବନର ପ୍ରାୟ ସବୁ କ୍ଷେତ୍ରରେ ବ୍ୟବହାର ହୁଏ। ସେମାନଙ୍କର ଶକ୍ତ, ଚମକ ଓ ବିଦ୍ୟୁତ ଓ ତାପ ପରିବାହିତା ପରି ଗୁଣ ଯୋଗୁଁ ସେଗୁଡ଼ିକ ଏତେ ଉପଯୋଗୀ ହୋଇପାରୁଛି। ଆମେ ଲୁହା, ତମ୍ବା, ଆଲୁମିନିୟମ ଭଳି ଧାତୁ ପ୍ରତ୍ୟେକ ଦିନ ବ୍ୟବହାର କରୁଛୁ, କିନ୍ତୁ ତମେ ଜାଣିଛ କି ଧାତୁର ଏପରି ଗୁଣ ଅଛି ଯାହା ପାଇଁ ଏଗୁଡ଼ିକ ଏତେ ଉପଯୋଗୀ? ଚାଲ ଏବେ ଧାତୁର ଭୌତିକ ଧର୍ମଗୁଡ଼ିକୁ ସରଳ ଭାଷାରେ ବୁଝିବା। ପ୍ରାୟ ସମସ୍ତ ଧାତୁ ସାଧାରଣ ତାପମାତ୍ରାରେ କଠିନ ଅବସ୍ଥାରେ ରହିଥାନ୍ତି, କିନ୍ତୁ ପାରଦ ଏକମାତ୍ର ଧାତୁ ଯାହା ସାଧାରଣ ଅବସ୍ଥାରେ ମଧ୍ୟ ତରଳ ଅବସ୍ଥାରେ ରହିଥାଏ। ଅଧିକାଂଶ ଧାତୁ ବହୁତ ଶକ୍ତ ହୋଇଥାନ୍ତି, ସେଥିପାଇଁ ତାକୁ ଘର, ବ୍ରିଜ ଏବଂ ଯାନବାହନ ତିଆରିରେ ବ୍ୟବହାର କରାଯାଇଥାଏ। କିନ୍ତୁ ସୋଡ଼ିୟମ, ପୋଟାସିୟମ ଓ ଲିଥିୟମ ଭଳି କ୍ଷାର ଧାତୁ ବହୁତ ନରମ ହୋଇଥାନ୍ତି, ଏଗୁଡ଼ିକୁ ଆମେ ଛୁରୀ ଦ୍ୱାରା ମଧ୍ୟ ସହଜରେ କାଟିପାରିବା। ଧାତୁର ପୃଷ୍ଠ ଚକଚକିଆ ହୋଇଥାଏ, ଏହି ଗୁଣକୁ ଧାତୁର ଔଜ୍ଜ୍ୱଲ୍ୟତା ବୋଲି କୁହାଯାଇଥାଏ। ଏହି ଔଜ୍ଜ୍ୱଲ୍ୟତା କାରଣରୁ ସୁନା, ରୂପା ପରି ଧାତୁରେ ଅଳଙ୍କାର ତିଆରି କରାଯାଇଥାଏ। ଧାତୁ ଧ୍ୱନି ସୃଷ୍ଟି କରିଥାଏ, ସେଥିପାଇଁ ଧାତୁକୁ ଘଣ୍ଟା, ଘଣ୍ଟି ଓ ବାଦ୍ୟଯନ୍ତ୍ରରେ ମଧ୍ୟ ବ୍ୟବହାର କରାଯାଇଥାଏ। ଅଧିକାଂଶ ଧାତୁକୁ ତରଳ କିମ୍ବା ବାଷ୍ପରେ ପରିଣତ କରିବା ପାଇଁ ବହୁତ ଅଧିକ ତାପ ଆବଶ୍ୟକ ହୋଇଥାଏ, ତେଣୁ ଆମେ ଧାତୁର ଗଳନାଙ୍କ ଓ ସ୍ଫୁଟନାଙ୍କ ସାଧାରଣତଃ ଅଧିକ ବୋଲି ଆମେ କହିଥାଉ। କିନ୍ତୁ ଗାଲିୟମ ଏବଂ ସିସିୟମର ଗଳନାଙ୍କ ବହୁତ କମ୍ ହୋଇଥାଏ। ଧାତୁକୁ ପିଟିଲେ ତାହା ପତଳା ବା ଚେପ୍ଟା ହୋଇଯାଇଥାଏ, ଏହି ଗୁଣକୁ ଧାତୁର ନମନୀୟତା ବୋଲି କୁହାଯାଇଥାଏ। ଯଦି ଆମେ ଧାତୁକୁ ଗରମ କରିକି ଟାଣିବା ତାହେଲେ ତାହା ଲମ୍ବା ହୋଇଯାଇଥାଏ, ଏହି ଗୁଣକୁ ଧାତୁର ତନ୍ୟତା ବୋଲି କୁହାଯାଇଥାଏ। ସୁନା ସବୁଠାରୁ ଅଧିକ ନମନୀୟ ଓ ତନ୍ୟ ଧାତୁ। ଆମେ ମାତ୍ର 1 ଗ୍ରାମ ସୁନାରୁ 2 କିଲୋମିଟର ଲମ୍ବାର ତାରରେ ପରିଣତ କରିପାରିବା। ଧାତୁ ତାପ ଓ ବିଦ୍ୟୁତକୁ ସହଜରେ ପରିବହନ କରିଥାଏ, ତେଣୁ ଧାତୁକୁ ତାପ ଓ ବିଦ୍ୟୁତ ସୁପରିବାହୀ ବୋଲି କୁହାଯାଇଥାଏ। ରୂପା ଉତ୍ତମ ବିଦ୍ୟୁତ ପରିବାହକ ଅଟେ, କିନ୍ତୁ ରୂପା ବହୁତ ଦାମୀ ହୋଇଥିବାରୁ ତାକୁ ଆମେ ବିଦ୍ୟୁତ ତାର ତିଆରିରେ ବ୍ୟବହାର କରିପାରୁନାହିଁ, ତେଣୁ ତା ବଦଳରେ ଆମେ ତମ୍ବା ଓ ଆଲୁମିନିୟମକୁ ବ୍ୟବହାର କରିଥାଉ। ଆମେ ଧାତୁର ଭୌତିକ ଧର୍ମ ବିଷୟରେ ଜାଣିଲୁ, ଏବେ ଚାଲ ଧାତୁର ରାସାୟନିକ ଧର୍ମ ବିଷୟରେ ଜାଣିବା। ଧାତୁ ଅମ୍ଳଜାନ ସହ ରାସାୟନିକ ପ୍ରତିକ୍ରିୟା କରି ଧାତବ ଅକ୍ସାଇଡ୍ ସୃଷ୍ଟି କରିଥାଏ, ଯାହାକି ଏକ କ୍ଷାରୀୟ ଦ୍ରବଣ ଅଟେ। ଧାତୁ ଯେତେବେଳେ ଜଳ ସହ ରାସାୟନିକ ପ୍ରତିକ୍ରିୟା କରୁଛି, ସେତେବେଳେ ଧାତବ ହାଇଡ୍ରକ୍ସାଇଡ୍
ଏବଂ ହାଇଡ୍ରୋଜେନ ଗ୍ୟାସ ସେଥିମଧ୍ୟରୁ ଉତ୍ପନ୍ନ ହୋଇଥାଏ। ଧାତୁ ଅମ୍ଳ ସହ ରାସାୟନିକ ପ୍ରତିକ୍ରିୟା କରି ଲବଣ ଓ ହାଇଡ୍ରୋଜେନ ଗ୍ୟାସ ସୃଷ୍ଟି କରିଥାଏ। ଧାତୁ ଧାତବ ଲବଣ ସହ ବିସ୍ଥାପନ ପ୍ରତିକ୍ରିୟା କରିଥାଏ। ଧାତୁ ଅଧାତୁ ସହ ରାସାୟନିକ ପ୍ରତିକ୍ରିୟା କରି ଆୟନିକ ଯୌଗିକ ସୃଷ୍ଟି କରିଥାଏ। ଧାତୁ ଗୁଡ଼ିକ ଇଲେକ୍ଟ୍ରନ ଦାନ କରି ଯୁକ୍ତାତ୍ମକ ଚାର୍ଜରେ ପରିଣତ ହୋଇଥାନ୍ତି। ଏଗୁଡ଼ିକୁ ଆମେ ଆଗକୁ ପରୀକ୍ଷା ମାଧ୍ୟମରେ ବୁଝିବା। ଆମେ ଧାତୁ ବିଷୟରେ ଜାଣିଲୁ, ଏବେ ଚାଲ ଅଧାତୁ ବିଷୟରେ ଆମେ କିଛି ପଢ଼ିବା। ଅଧାତୁର କିଛି ଉଦାହରଣ ଯେପରିକି ହାଇଡ୍ରୋଜେନ, ଅକ୍ସିଜେନ, ନାଇଟ୍ରୋଜେନ, କାର୍ବନ, ସଲଫର ଏବଂ ବ୍ରୋମିନ୍। ଅମ୍ଳଜାନକୁ ଆମେ ଶ୍ୱାସକ୍ରିୟାରେ ବ୍ୟବହାର କରିଥାଉ। ଯେଉଁ ରୋଗୀମାନଙ୍କର ଶ୍ୱାସ ନେବାରେ ଅସୁବିଧା ହୋଇଥାଏ ସେମାନଙ୍କୁ ହସ୍ପିଟାଲରେ ଅକ୍ସିଜେନ ସପୋର୍ଟ ଦିଆଯାଇଥାଏ। ବାୟୁମଣ୍ଡଳରେ ପ୍ରାୟତଃ 78% ନାଇଟ୍ରୋଜେନ ଅଛି। ଏହା ସାର ତିଆରିରେ ବ୍ୟବହାର ହୋଇଥାଏ, ଯାହାକି ଫସଲ ବୃଦ୍ଧିରେ ସାହାଯ୍ୟ କରିଥାଏ। ସେହିଭଳି ନାଇଟ୍ରୋଜେନ ଗ୍ୟାସକୁ ଖାଦ୍ୟ ସଂରକ୍ଷଣରେ ମଧ୍ୟ ବ୍ୟବହାର କରାଯାଇଥାଏ। ତେଣୁ ନାଇଟ୍ରୋଜେନ ଗ୍ୟାସକୁ ଚିପ୍ସ ପ୍ୟାକେଟରେ ଭର୍ତ୍ତି କରାଯାଇଥାଏ। କାର୍ବନକୁ ଆମେ ପେନ୍ସିଲର ଗ୍ରାଫାଇଟ୍, କୋଇଲା, ଯାହାକି ଇନ୍ଧନରେ ଆମେ ତାକୁ ବ୍ୟବହାର କରିଥାଉ। ଗ୍ରାଫାଇଟ୍ ହେଉଛି ନରମ ଏବଂ ପିଛୁଳ। ଗ୍ରାଫାଇଟ୍ରେ ବିଦ୍ୟୁତ ପରିବହନ ହୋଇଥାଏ। ଗ୍ରାଫାଇଟ୍କୁ ଆମେ ପେନ୍ସିଲ ଓ ଇଲେକ୍ଟ୍ରୋଡରେ ବ୍ୟବହାର କରିଥାଉ। ହୀରା ହେଉଛି କାର୍ବନର ସବୁଠାରୁ କଠିନ ଅପର ରୂପ। ଏହାକୁ ଗହଣା ଏବଂ କାଟିବା ଉପକରଣରେ ବ୍ୟବହାର କରାଯାଇଥାଏ। ସଲଫରକୁ ଆମେ ସଲଫୁରିକ ଏସିଡ ତିଆରିରେ ବ୍ୟବହାର କରିଥାଉ। ଔଷଧ ଓ ମାଚିସ୍ ତିଆରିରେ ମଧ୍ୟ ବ୍ୟବହାର କରାଯାଇଥାଏ। ସେହିଭଳି କ୍ଲୋରିନକୁ ଆମେ ପିଇବା ପାଣିକୁ ଜୀବାଣୁମୁକ୍ତ କରିବା ପାଇଁ ଓ ଜଳ ବିଶୋଧନ ପାଇଁ ମଧ୍ୟ ବ୍ୟବହାର କରିଥାଉ। ସେହିଭଳି ଆୟୋଡିନକୁ କ୍ଷତ ସ୍ଥାନକୁ ଜୀବାଣୁମୁକ୍ତ କରିବା ପାଇଁ ଓ ଆୟୋଡିନ ଯୁକ୍ତ ଲୁଣ ତିଆରି କରିବା ପାଇଁ ଆମେ ବ୍ୟବହାର କରିଥାଉ। ଫସ୍ଫରସକୁ ମାଚିସ୍ ଓ ସାର ତିଆରିରେ ବ୍ୟବହାର କରାଯାଇଥାଏ। ଫସ୍ଫରସଟି ମାଚିସ୍ର ଘଷିବା ସ୍ଥାନରେ ବ୍ୟବହାର କରାଯାଇଥାଏ। ସଲଫରଟି ତାକୁ ଜୋରରେ ଜଳିବାରେ ସାହାଯ୍ୟ କରିଥାଏ ଏବଂ କାଠିରେ ନିଆଁକୁ ଧରାଇବାରେ ତାହା ସାହାଯ୍ୟ କରିଥାଏ। ଏବେ ଆମେ ଅଧାତୁର ରାସାୟନିକ ଗୁଣ ବିଷୟରେ ପଢ଼ିବା। କାର୍ବନ ଅକ୍ସିଜେନ ସହ ରାସାୟନିକ ପ୍ରତିକ୍ରିୟା କରି ଅଧାତୁ ଓ ଅଧାତବ ଅକ୍ସାଇଡ୍ ସୃଷ୍ଟି କରିଥାଏ। ଅଧାତବ ଅକ୍ସାଇଡ୍ଟି ହେଉଛି ଅମ୍ଳୀୟ ପ୍ରକୃତିର। କାର୍ବନ ଅକ୍ସିଜେନ ସହ ରାସାୟନିକ ପ୍ରତିକ୍ରିୟା କରି କାର୍ବନ ଡାଇଅକ୍ସାଇଡ୍, ସେହିଭଳି ସଲଫର ଅକ୍ସିଜେନ ସହ ରାସାୟନିକ ପ୍ରତିକ୍ରିୟା କରି ସଲଫର ଡାଇଅକ୍ସାଇଡ୍ ସୃଷ୍ଟି କରିଥାଏ। ଅଧାତୁ ଗୁଡ଼ିକ ଇଲେକ୍ଟ୍ରନ ଗ୍ରହଣ କରି ବିଦ୍ୟୁତାତ୍ମକ ଚାର୍ଜରେ ପରିଣତ ହୋଇଥାନ୍ତି। ସେହିଭଳି ଅଧାତୁ ଗୁଡ଼ିକ ଧାତୁ ସହ ରାସାୟନିକ ପ୍ରତିକ୍ରିୟା କରି ଆୟନିକ ଯୌଗିକ ସୃଷ୍ଟି କରିଥାନ୍ତି। ତମେ କେବେ ଭାବିଛ କି ମାଗ୍ନେସିୟମ ଫିତାକୁ ଜଳାଇଲେ କାହିଁକି ତାହା ଧଳା ରଙ୍ଗର ପାଉଡର ସୃଷ୍ଟି କରିଥାଏ, କିମ୍ବା ତମ୍ବାକୁ ଜଳାଇଲେ କାହିଁକି ତାହା କଳା ରଙ୍ଗ ହୋଇଯାଇଥାଏ? ଚାଲ ଏବେ ଏହାର ବୈଜ୍ଞାନିକ କାରଣକୁ ବୁଝିବା। ଧାତୁକୁ ବାୟୁରେ ଜାଳିଲେ କ'ଣ ହୋଇଥାଏ? ଧାତୁକୁ ବାୟୁରେ ଜଳାଇଲେ ବାୟୁରେ ଥିବା ଅମ୍ଳଜାନ ସହ ରାସାୟନିକ ପ୍ରତିକ୍ରିୟା କରିଥାଏ। ଏହି ପ୍ରତିକ୍ରିୟାରେ ଧାତବ ଅକ୍ସାଇଡ୍ ସୃଷ୍ଟି ହୋଇଥାଏ। ଏହାର ସମୀକରଣଟି ହେଉଛି ଧାତୁ ଅମ୍ଳଜାନ ସହ ରାସାୟନିକ ପ୍ରତିକ୍ରିୟା କରି ଧାତବ ଅକ୍ସାଇଡ୍ ସୃଷ୍ଟି କରିଥାଏ। ଏବେ ଆମେ ଦେଖିବା ମାଗ୍ନେସିୟମ କିପରି ଭାବରେ ପ୍ରତିକ୍ରିୟା କରିଥାଏ। ମାଗ୍ନେସିୟମ ଫିତାକୁ ଜଳାଇଲେ ଏହା ଅତ୍ୟନ୍ତ ଉଜ୍ଜଳ ଧଳା ଆଲୋକ ସହ ଜଳିଥାଏ। ପ୍ରତିକ୍ରିୟା ପରେ ଧଳା ରଙ୍ଗର ମାଗ୍ନେସିୟମ ଅକ୍ସାଇଡ୍ ପାଉଡର ସୃଷ୍ଟି ହୋଇଥାଏ। ଏହି ଏକ୍ସପେରିମେଣ୍ଟଟିକୁ ଆମେ ଫାର୍ଷ୍ଟ ୟୁନିଟ୍ରେ ଭିଡ଼ିଓ ମାଧ୍ୟମରେ ଦେଖିଥିଲୁ। ତମ୍ବାଟି ପୂର୍ବରୁ ବାଦାମୀ ରଙ୍ଗର ଥାଏ ଏବଂ ଯେତେବେଳେ ତାକୁ ଆମେ ଗରମ କରିଦେଇଥାଉ ସେତେବେଳେ ତାହା କଳା ରଙ୍ଗର ସୃଷ୍ଟି ହୋଇଯାଇଥାଏ, କାରଣ ସେତେବେଳେ କପର ବାୟୁମଣ୍ଡଳରେ ଥିବା ଅକ୍ସିଜେନ ସହ ରାସାୟନିକ ପ୍ରତିକ୍ରିୟା କରି କପର ଅକ୍ସାଇଡ୍ ସୃଷ୍ଟି ହୋଇଥାଏ ଏବଂ କପର ଅକ୍ସାଇଡ୍ର ରଙ୍ଗ ହେଉଛି କଳା। ସେହିଭଳି ଆଲୁମିନିୟମ ବାୟୁମଣ୍ଡଳରେ ଥିବା ଅକ୍ସିଜେନ ସହ ରାସାୟନିକ ପ୍ରତିକ୍ରିୟା କରି ଆଲୁମିନିୟମ ଅକ୍ସାଇଡ୍ ସୃଷ୍ଟି କରିଥାଏ। ସେହିଭଳି ଲୁହା ଅମ୍ଳଜାନ ସହ ପ୍ରତିକ୍ରିୟା କରି ଫେରସ୍ ଅକ୍ସାଇଡ୍ ସୃଷ୍ଟି କରିଥାଏ। ଆର୍ଦ୍ର ବାୟୁରେ ଏହି ପ୍ରକ୍ରିୟା ଧୀରେ ଧୀରେ ଘଟି କଳଙ୍କି ସୃଷ୍ଟି ହୋଇଥାଏ। ଧାତବ ଅକ୍ସାଇଡ୍ର ଧର୍ମ ଏମାନଙ୍କର ଧର୍ମ କ୍ଷାରୀୟ ହୋଇଥାଏ। ସୁନା ଓ ରୂପା ଅତ୍ୟନ୍ତ କମ୍ ପ୍ରତିକ୍ରିୟାଶୀଳ ଧାତୁ ଅଟନ୍ତି। ସାଧାରଣ ପରିସ୍ଥିତିରେ ଏମାନେ ବାୟୁମଣ୍ଡଳର ଅକ୍ସିଜେନ ସହ ସହଜରେ ରାସାୟନିକ ପ୍ରତିକ୍ରିୟା କରନ୍ତି ନାହିଁ। ସେଥିପାଇଁ ସୁନାର ଗହଣା ବର୍ଷ ବର୍ଷ ଧରି ଚକଚକିଆ ରହିଥାଏ। ସୋଡିୟମ ଏବଂ ପଟାସିୟମକୁ କିରୋସିନରେ ବୁଡେଇକି ରଖାଯାଏ। ସୋଡିୟମ ଓ ପଟାସିୟମକୁ କାହିଁକି କିରୋସିନରେ ବୁଡେଇକି ରଖାଯାଇଥାଏ? କାରଣ ନା ସୋଡିୟମ ଓ ପଟାସିୟମ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇଥାନ୍ତି। ଏମାନେ ବାୟୁମଣ୍ଡଳରେ ଥିବା ଅମ୍ଳଜାନ ଓ ଆର୍ଦ୍ରତା ସହ ରାସାୟନିକ ପ୍ରତିକ୍ରିୟା କରି ନିଆଁ ଜଳାଇ ଦେଇଥାନ୍ତି। ସେଥିପାଇଁ ଏମାନଙ୍କୁ ବାୟୁର ସଂସ୍ପର୍ଶରୁ ଦୂରରେ ରଖିବା ପାଇଁ କିରୋସିନ ଭିତରେ ଏହାକୁ ବୁଡେଇକି ସଂରକ୍ଷଣ କରାଯାଇଥାଏ। ଏହି ଭିଡ଼ିଓରେ ତମେ ଦେଖିବାକୁ ପାଉଥିବ, ଯେତେବେଳେ ଆମେ ସୋଡିୟମ ମେଟାଲଟିକୁ ଜଳରେ ପକାଇ ଦେଉଛୁ
ସେତେବେଳେ ତାହା ବହୁତ ଦ୍ରୁତ ଗତିରେ ଜଳ ସହ ରାସାୟନିକ ପ୍ରତିକ୍ରିୟା କରି ପ୍ରବଳ ମାତ୍ରାରେ ହାଇଡ୍ରୋଜେନ ଗ୍ୟାସ ସୃଷ୍ଟି କରୁଛି ଏବଂ ତାହା ଜଳି ଯାଉଛି। ଯେତେବେଳେ ତାହା ପ୍ରବଳ ମାତ୍ରାରେ ହାଇଡ୍ରୋଜେନ ଗ୍ୟାସ ସୃଷ୍ଟି କରୁଛି ସେତେବେଳେ ସେଠାରେ ଏକ ବ୍ଲାଷ୍ଟ ହେଇଯାଉଛି। ସେଇଭଳି ପଟାସିୟମ ମେଟାଲକୁ ଆମେ ଜଳ ସହ ରାସାୟନିକ ପ୍ରତିକ୍ରିୟା କରୁଛୁ, ସେତେବେଳେ ମଧ୍ୟ ପର୍ପଲ କଲରର ନିଆଁ ଜଳୁଛି ଏବଂ ଏଠାରେ ମଧ୍ୟ ଦେଖୁଛୁ ଯେ ତାହା ବ୍ଲାଷ୍ଟ ହେଇଯାଉଛି। ସାଧାରଣତଃ ଆମେ ଲୁହାକୁ ଯେତେବେଳେ ନିଆଁରେ ଗରମ କରିଥାଉ ସେତେବେଳେ ତାହା ଗରମ ହୋଇ ଲାଲ ରଙ୍ଗରେ ପରିଣତ ହୋଇଯାଇଥାଏ। କିନ୍ତୁ ଯେତେବେଳେ ଆମେ ଲୁହା ଗୁଣ୍ଡକୁ ଆଣିକି ନିଆଁରେ ଯେତେବେଳେ ଆମେ ପକେଇ ଦଉଛୁ ସେତେବେଳେ ତାହା ସ୍ପାର୍କ ସୃଷ୍ଟି କରି ଜଳି ଯାଉଛି। ଏବେ ଆମେ ଧାତବ ଅକ୍ସାଇଡର ଧର୍ମ ବିଷୟରେ ପଢିବା। ଧାତବ ଅକ୍ସାଇଡ ଜଳରେ ଦ୍ରବୀଭୂତ ହୋଇ ଧାତବ ହାଇଡ୍ରୋକ୍ସାଇଡ ବା କ୍ଷାର ସୃଷ୍ଟି କରିଥାନ୍ତି। ଯେପରିକି ସୋଡିୟମ ଅକ୍ସାଇଡ ଜଳ ସହ ରାସାୟନିକ ପ୍ରତିକ୍ରିୟା କରି ସୋଡିୟମ ହାଇଡ୍ରୋକ୍ସାଇଡ ସୃଷ୍ଟି କରିଥାଏ। ପଟାସିୟମ ଅକ୍ସାଇଡ ଜଳ ସହ ରାସାୟନିକ ପ୍ରତିକ୍ରିୟା କରି ପଟାସିୟମ ହାଇଡ୍ରୋକ୍ସାଇଡ ସୃଷ୍ଟି କରିଥାଏ। ସେହିଭଳି କ୍ୟାଲସିୟମ ଅକ୍ସାଇଡ ଜଳ ସହ ରାସାୟନିକ ପ୍ରତିକ୍ରିୟା କରି କ୍ୟାଲସିୟମ ହାଇଡ୍ରୋକ୍ସାଇଡ ସୃଷ୍ଟି କରିଥାଏ। ଏବେ ଆମେ ଦେଖିବା କେଉଁ ଧାତବ ଅକ୍ସାଇଡ ଗୁଡ଼ିକ ଜଳ ସହ ରାସାୟନିକ ପ୍ରତିକ୍ରିୟା କରନ୍ତି ନାହିଁ। ଯେପରିକି କପର ଅକ୍ସାଇଡ ଜଳ ସହ ରାସାୟନିକ ପ୍ରତିକ୍ରିୟା କରେ ନାହିଁ। ଆଲୁମିନିୟମ ଅକ୍ସାଇଡ ମଧ୍ୟ ଜଳ ସହ ରାସାୟନିକ ପ୍ରତିକ୍ରିୟା କରେ ନାହିଁ। ଆଇରନ୍ ଅକ୍ସାଇଡ ମଧ୍ୟ ଜଳ ସହ ରାସାୟନିକ ପ୍ରତିକ୍ରିୟା କରେ ନାହିଁ। କୋଉଥିପାଇଁ ଏମାନେ ରାସାୟନିକ ପ୍ରତିକ୍ରିୟା କରନ୍ତି ନାହିଁ? କାରଣ ନା କପର, ଆଲୁମିନିୟମ ଏବଂ ଆଇରନ୍ ହାଇଡ୍ରୋଜେନ ଠାରୁ କମ୍ ପ୍ରତିକ୍ରିୟାଶୀଳ ଅଟନ୍ତି। ତେଣୁ କପର, ଆଲୁମିନିୟମ ଏବଂ ଆଇରନ୍ ହାଇଡ୍ରୋଜେନକୁ ବିସ୍ଥାପନ ବା ଡିସପ୍ଲେସମେଣ୍ଟ କରିପାରନ୍ତି ନାହିଁ। ତେଣୁ ସେମାନେ ଜଳ ସହ ରାସାୟନିକ ପ୍ରତିକ୍ରିୟା କରନ୍ତି ନାହିଁ। ଏହି ସାରଣୀରେ ତମେ ଦେଖିବାକୁ ପାଉଛ ଯେ ଧାତୁ ଗୁଡ଼ିକର କେଉଁ ଗୁଡ଼ିକ ଅଧିକ ପ୍ରତିକ୍ରିୟାଶୀଳ ଧାତୁ ଏବଂ କେଉଁ ଗୁଡ଼ିକ କମ୍ ପ୍ରତିକ୍ରିୟାଶୀଳ ଧାତୁ। ଆମେ ସର୍ବାଧିକ ପ୍ରତିକ୍ରିୟାଶୀଳ ଧାତୁକୁ ଉପରରୁ ତଳକୁ ସର୍ବନିମ୍ନ ପ୍ରତିକ୍ରିୟାଶୀଳ ଧାତୁ ହିସାବରେ ଆମେ ସଜେଇକି ଏଠାରେ ତମେ ଦେଖିବାକୁ ପାଉଛ ଯେ ହାଇଡ୍ରୋଜେନ ମଧ୍ୟ ଏଥିରେ ଅଛି। ହାଇଡ୍ରୋଜେନ କିନ୍ତୁ ଗୋଟେ ଧାତୁ ନୁହେଁ, କିନ୍ତୁ ଧାତୁ ମାନଙ୍କ ପ୍ରତିକ୍ରିୟାଶୀଳ ତୁଳନା କରି ଅର୍ଥାତ୍ କେଉଁ ଧାତୁ ଅମ୍ଳ ହାଇଡ୍ରୋଜେନକୁ ବିସ୍ଥାପନ କରିପାରିବ ତାହା ଜାଣିବାକୁ ଏହାକୁ ରିଆକ୍ଟିଭ ସିରିଜରେ ରଖାଯାଇଛି। ଆମେ ଜାଣିଛୁ ଯେ ସାଧାରଣତଃ ଧାତବ ଅକ୍ସାଇଡ ଗୁଡ଼ିକ କ୍ଷାରୀୟ ଧର୍ମର ହୋଇଥାନ୍ତି, କିନ୍ତୁ କିଛି ଅକ୍ସାଇଡ ଏମିତି ଅଛନ୍ତି ଯେଉଁମାନେ ଅମ୍ଳ ସହ ଓ କ୍ଷାର ସହ ମଧ୍ୟ ରାସାୟନିକ ପ୍ରତିକ୍ରିୟା କରିଥାନ୍ତି। ଏମାନଙ୍କୁ ଆମ୍ଫୋଟେରିକ ଅକ୍ସାଇଡ କୁହାଯାଏ। ତାହେଲେ ଆମ୍ଫୋଟେରିକ ଅକ୍ସାଇଡ କାହାକୁ କୁହାଯାଏ? ଯେଉଁ ଅକ୍ସାଇଡ ଉଭୟ ଅମ୍ଳ ଓ କ୍ଷାରକ ସହ ରାସାୟନିକ ପ୍ରତିକ୍ରିୟା କରେ ସେହି ଅକ୍ସାଇଡକୁ ଆମ୍ଫୋଟେରିକ ଅକ୍ସାଇଡ ବୋଲି କୁହାଯାଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆମ୍ଫୋଟେରିକ ଅକ୍ସାଇଡ କୋଉମାନେ? ନା ଆଲୁମିନିୟମ ଅକ୍ସାଇଡ ଏବଂ ଜିଙ୍କ ଅକ୍ସାଇଡ। ଏହି ଦୁଇଟି ଅକ୍ସାଇଡ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆମ୍ଫୋଟେରିକ ଅକ୍ସାଇଡ ଅଟନ୍ତି। ଆମେ କିଛି ଉଦାହରଣ ନେଇଛୁ, ଯେମିତିକି ଆଲୁମିନିୟମ ଅକ୍ସାଇଡ ଅମ୍ଳ ସହ ରାସାୟନିକ ପ୍ରତିକ୍ରିୟା କରି ଲବଣ ଏବଂ ଜଳ ସୃଷ୍ଟି କରୁଛି। ଏହାର ଉଦାହରଣଟି ହେଉଛି ଆଲୁମିନିୟମ ଅକ୍ସାଇଡ ହାଇଡ୍ରୋକ୍ଲୋରିକ ସହ ରାସାୟନିକ ପ୍ରତିକ୍ରିୟା କରି ଆଲୁମିନିୟମ କ୍ଲୋରାଇଡ ଏବଂ ଜଳ ଉତ୍ପନ୍ନ କରୁଛି। ସେହିଭଳି ଆଲୁମିନିୟମ ଅକ୍ସାଇଡ କ୍ଷାରକ ସହ ରାସାୟନିକ ପ୍ରତିକ୍ରିୟା କରି ଲବଣ ଓ ଜଳ ଉତ୍ପନ୍ନ କରିଥାଏ। ଏହାର ଉଦାହରଣଟି ଆଲୁମିନିୟମ ଅକ୍ସାଇଡ ସୋଡିୟମ ହାଇଡ୍ରୋକ୍ସାଇଡ ସହ ରାସାୟନିକ ପ୍ରତିକ୍ରିୟା କରି ସୋଡିୟମ ଆଲୁମିନେଟ ଓ ଜଳ ଉତ୍ପନ୍ନ କରିଥାଏ। ଆଲୁମିନିୟମ ସାଧାରଣତଃ ସହଜରେ କଳଙ୍କ ଧରେ ନାହିଁ, କିନ୍ତୁ ଏହାକୁ ଆହୁରି ସୁରକ୍ଷିତ, କଠିନ ଓ ସୁନ୍ଦର କରିବା ପାଇଁ ଏକ ବିଶେଷ ପ୍ରକ୍ରିୟା କରାଯାଏ। ଏହି ପ୍ରକ୍ରିୟାକୁ ଏନୋଡାଇଜିଂ ବୋଲି କୁହାଯାଇଥାଏ। ତାହେଲେ ଏନୋଡାଇଜିଂ କ'ଣ? ଏନୋଡାଇଜିଂ ହେଉଛି ଏକ ବିଦ୍ୟୁତ ରାସାୟନିକ ପ୍ରକ୍ରିୟା ଯେଉଁଥିରେ ଆଲୁମିନିୟମ ପୃଷ୍ଠରେ ମୋଟା ଆଲୁମିନିୟମ ଅକ୍ସାଇଡର ସୁରକ୍ଷା ସ୍ତର ସୃଷ୍ଟି କରାଯାଇଥାଏ। ଆନୋଡାଇଜିଂ କିପରି ଭାବରେ କରାଯାଇଥାଏ? ଆଲୁମିନିୟମକୁ ଏନୋଡ ଭାବରେ ବ୍ୟବହାର କରାଯାଇଥାଏ। ପତଳା ସଲଫୁରିକ ଏସିଡକୁ ଇଲେକ୍ଟ୍ରୋଲାଇଟ ଭାବରେ ଏଠାରେ ନିଆଯାଇଥାଏ। ତାପରେ ଡିସି ବିଦ୍ୟୁତ ପ୍ରବାହ ଦିଆଯାଇଥାଏ। ତେଣୁ ସଲଫୁରିକ ଏସିଡ ଦ୍ରବଣରେ ଇଲେକ୍ଟ୍ରୋଲାଇସିସ୍ ହୋଇଥାଏ। ଏହି ପ୍ରକ୍ରିୟାରେ ଏନୋଡରେ ଥିବା ଆଲୁମିନିୟମ ପୃଷ୍ଠରେ ମୋଟା ଆଲୁମିନିୟମ ଅକ୍ସାଇଡର ସୁରକ୍ଷା ସ୍ତର ସୃଷ୍ଟି ହୋଇଥାଏ। ଏହି ଅକ୍ସାଇଡ ସ୍ତର ଆଲୁମିନିୟମକୁ କ୍ଷୟରୁ ସୁରକ୍ଷା ଦେଇଥାଏ, ପୃଷ୍ଠକୁ ଅଧିକ କଠିନ ବା ଶକ୍ତିଶାଳୀ କରିଦେଇଥାଏ ଏବଂ ବିଭିନ୍ନ ପ୍ରକାରର ରଙ୍ଗରେ ରଞ୍ଜିତ କରି ଏହାକୁ ଅଧିକ ସୁନ୍ଦର କରିଦେଇଥାଏ। ଏନୋଡାଇଜ ହେଉଥିବା ଆଲୁମିନିୟମକୁ କୋଉଠି କୋଉଠି ସବୁ ବ୍ୟବହାର କରିଥାଉ? କିଛି ମୋବାଇଲ ଓ ଲ୍ୟାପଟପର ବଡି ମଧ୍ୟ ଆଲୁମିନିୟମରେ ତିଆରି ହୋଇଥାଏ। ରୋଷେଇ ବାସନ ମଧ୍ୟ ଆଲୁମିନିୟମରେ ତିଆରି ହୋଇଥାଏ। ସାଇକେଲ ଓ ଗାଡିର ବିଭିନ୍ନ ଅଂଶ ମଧ୍ୟ ଆଲୁମିନିୟମ ଦ୍ୱାରା ତିଆରି ହୋଇଥାଏ। ଆମେ ଜାଣିଲୁ ଯେ ଧାତୁ ଅମ୍ଳଜାନ ସହ ପ୍ରତିକ୍ରିୟା କରି ଧାତବ ଅକ୍ସାଇଡ ସୃଷ୍ଟି କରେ, କିନ୍ତୁ
ଏହି ଧାତବ ଅକ୍ସାଇଡ ଜଳ ସହ ପ୍ରତିକ୍ରିୟା କଲେ କଣ ହଉଛି ସରଳ ଭାଷାରେ ବୁଝିବା। କିଛି ଧାତବ ଅକ୍ସାଇଡ ଜଳ ସହ ପ୍ରତିକ୍ରିୟା କରି ଧାତବ ହାଇଡ୍ରୋକ୍ସାଇଡ ସୃଷ୍ଟି କରିଥାନ୍ତି। ଏହି ଧାତବ ହାଇଡ୍ରୋକ୍ସାଇଡ ର ଧର୍ମ ହଉଛି କ୍ଷାରିଆ। ଯେପରିକି ସୋଡିୟମ ଅକ୍ସାଇଡ ଜଳ ସହ ରାସାୟନିକ ପ୍ରତିକ୍ରିୟା କରି ସୋଡିୟମ ହାଇଡ୍ରୋକ୍ସାଇଡ ସୃଷ୍ଟି କରିଥାଏ ଏବଂ ପଟାସିୟମ ଅକ୍ସାଇଡ ଜଳ ସହ ରାସାୟନିକ ପ୍ରତିକ୍ରିୟା କରି ପଟାସିୟମ ହାଇଡ୍ରୋକ୍ସାଇଡ ସୃଷ୍ଟି କରିଥାଏ ଏବଂ କ୍ୟାଲସିୟମ ଅକ୍ସାଇଡ ମଧ୍ୟ ଜଳ ସହ ରାସାୟନିକ ପ୍ରତିକ୍ରିୟା କରି କ୍ୟାଲସିୟମ ହାଇଡ୍ରୋକ୍ସାଇଡ ଯାହାକି ଚୂନ ଅଟେ। ସମସ୍ତ ଧାତବ ଅକ୍ସାଇଡ ଜଳ ସହ ରାସାୟନିକ ପ୍ରତିକ୍ରିୟା କରନ୍ତି କି? ନା, ସମସ୍ତ ଧାତବ ଅକ୍ସାଇଡ ଜଳ ସହ ରାସାୟନିକ ପ୍ରତିକ୍ରିୟା କରନ୍ତି ନାହିଁ। କେବଳ କିଛି ଅତ୍ୟଧିକ ସକ୍ରିୟ ଧାତୁର ଅକ୍ସାଇଡ ଯେପରିକି ସୋଡିୟମ ଅକ୍ସାଇଡ ଏବଂ ପଟାସିୟମ ଅକ୍ସାଇଡ ଜଳ ସହ ସହଜରେ ପ୍ରତିକ୍ରିୟା କରି ଧାତବ ହାଇଡ୍ରୋକ୍ସାଇଡ ସୃଷ୍ଟି କରିଥାନ୍ତି। ସମସ୍ତ ଧାତୁ କି ଜଳ ସହ ସମାନ ଭାବରେ ରାସାୟନିକ ପ୍ରତିକ୍ରିୟା କରିଥାନ୍ତି? ଏହାର ଉତ୍ତରଟି ହେଉଛି ନା। କେତେକ ଧାତୁ ବହୁତ ତୀବ୍ର ପ୍ରତିକ୍ରିୟା କରିଥାନ୍ତି, କେତେକ ଧୀରେ ଧୀରେ ପ୍ରତିକ୍ରିୟା କରିଥାନ୍ତି ଏବଂ କେତେକ ଆଦୌ ପ୍ରତିକ୍ରିୟା କରନ୍ତି ନାହିଁ। ଏହାର ସମୀକରଣଟି ହେଉଛି ଧାତୁ ଯେତେବେଳେ ଜଳ ସହ ରାସାୟନିକ ପ୍ରତିକ୍ରିୟା କରେ ଧାତବ ହାଇଡ୍ରୋକ୍ସାଇଡ ଏବଂ ହାଇଡ୍ରୋଜେନ ଗ୍ୟାସ ସେଥିମଧ୍ୟରୁ ଉତ୍ପନ୍ନ କରେ। ପଟାସିୟମ, ସୋଡିୟମ, ଲିଥିୟମ ଏବଂ କ୍ୟାଲସିୟମ ଥଣ୍ଡା ଜଳ ସହ ରାସାୟନିକ ପ୍ରତିକ୍ରିୟା କରିଥାନ୍ତି। ପଟାସିୟମ, ସୋଡିୟମ ଏବଂ ଲିଥିୟମ ଏହି ଧାତୁ ଗୁଡ଼ିକ ଜଳ ସହ ବହୁତ ତୀବ୍ର ଭାବରେ ପ୍ରତିକ୍ରିୟା କରିଥାନ୍ତି ଏବଂ ହାଇଡ୍ରୋଜେନ ଗ୍ୟାସ ସେଥିମଧ୍ୟରୁ ଉତ୍ପନ୍ନ କରିଥାନ୍ତି। କିଛି ସମୟ ପୂର୍ବରୁ ଭିଡିଓରେ ଦେଖିଲୁ ଯେ କିପରି ଭାବରେ ତାହା ତୀବ୍ର ପ୍ରତିକ୍ରିୟା କରି ବ୍ଲାଷ୍ଟ ହେଇଯାଉଛି। ସେହିଭଳି କ୍ୟାଲସିୟମ ଜଳ ସହ ପ୍ରତିକ୍ରିୟା କରେ କିନ୍ତୁ ପଟାସିୟମ ଓ ସୋଡିୟମ ଭଳି ତୀବ୍ର ପ୍ରତିକ୍ରିୟା କରେ ନାହିଁ। ତାହା ଧୀରେ ଧୀରେ ଜଳ ସହ ରାସାୟନିକ ପ୍ରତିକ୍ରିୟା କରିଥାଏ। ଏବେ ଆମେ ସମୀକରଣ ଦୁଇଟିକୁ ଦେଖିବା। ଯେତେବେଳେ ପଟାସିୟମ H2O ସହ ରାସାୟନିକ ପ୍ରତିକ୍ରିୟା କରୁଛି ସେତେବେଳେ ପଟାସିୟମ ହାଇଡ୍ରୋକ୍ସାଇଡ, ହାଇଡ୍ରୋଜେନ ଗ୍ୟାସ ଏବଂ ତାପ ଉତ୍ପନ୍ନ ହେଉଛି। ଯେତେବେଳେ ସୋଡିୟମ ୱାଟର ସହ ରାସାୟନିକ ପ୍ରତିକ୍ରିୟା କରୁଛି ସେତେବେଳେ ସୋଡିୟମ ହାଇଡ୍ରୋକ୍ସାଇଡ, ହାଇଡ୍ରୋଜେନ ଗ୍ୟାସ ଏବଂ ତାପ ଉତ୍ପନ୍ନ ସେଥିମଧ୍ୟରୁ ହେଉଛି ଏବଂ ହାଇଡ୍ରୋଜେନ ଗ୍ୟାସ ଏହାକୁ ଭାସିବାରେ ସାହାଯ୍ୟ କରିଥାଏ। ସେହିଭଳି ମାଗ୍ନେସିୟମ ଥଣ୍ଡା ଜଳ ସହ ରାସାୟନିକ ପ୍ରତିକ୍ରିୟା କରେ ନାହିଁ। ଏହା ଗରମ ଜଳ ସହ ଧୀରେ ଧୀରେ ରାସାୟନିକ ପ୍ରତିକ୍ରିୟା କରିଥାଏ। ଏଠାରେ ତମେ ଦେଖିବାକୁ ପାଉଛ ଯେ ମାଗ୍ନେସିୟମ ଜଳ ସହ ରାସାୟନିକ ପ୍ରତିକ୍ରିୟା କରି ଯେଉଁ ହାଇଡ୍ରୋଜେନ ଗ୍ୟାସ ଗୁଡ଼ିକ ସୃଷ୍ଟି ହେଉଛି ସେହି ହାଇଡ୍ରୋଜେନ ଗ୍ୟାସ ଗୁଡ଼ିକ ମାଗ୍ନେସିୟମରେ ଲାଗି ଯାଉଛି ଏବଂ ମାଗ୍ନେସିୟମକୁ ପାଣିରେ ଭାସିବାରେ ସାହାଯ୍ୟ କରୁଛି। ଏବେ ଆମେ କିଛି ଧାତୁକୁ ଦେଖିବା ଯେଉଁ ଧାତୁ ଗୁଡ଼ିକ କି ଥଣ୍ଡା ଜଳରେ କିମ୍ବା ଗରମ ଜଳରେ ରାସାୟନିକ ପ୍ରତିକ୍ରିୟା କରନ୍ତି ନାହିଁ କିନ୍ତୁ ସେମାନେ ଜଳୀୟ ବାଷ୍ପରେ ରାସାୟନିକ ପ୍ରତିକ୍ରିୟା କରିଥାନ୍ତି ଏବଂ ଧାତବ ହାଇଡ୍ରୋକ୍ସାଇଡ, ହାଇଡ୍ରୋଜେନ ଗ୍ୟାସ ମଧ୍ୟ ସୃଷ୍ଟି କରିଥାନ୍ତି। ତାର ଉଦାହରଣ ଗୁଡ଼ିକ ଆଲୁମିନିୟମ, ଜିଙ୍କ ଏବଂ ଆଇରନ୍। ଏବେ ଆମେ କିଛି ଧାତୁକୁ ଦେଖିବା ଯେଉଁମାନେ କି ଜଳ ସହ ଆଦୌ ପ୍ରତିକ୍ରିୟା କରନ୍ତିନି, ଯେପରିକି ଲେଡ୍, କପର, ସିଲଭର ଏବଂ ଗୋଲ୍ଡ। ଏମାନେ ଜଳ ସହ ଆଦୌ ପ୍ରତିକ୍ରିୟା କରନ୍ତି ନାହିଁ। କେଉଁ ଧାତୁ ଜଳ ସହ କିପରି ଭାବରେ ରାସାୟନିକ ପ୍ରତିକ୍ରିୟା କରୁଛି ତାକୁ ନେଇକି ଏହି ଟେବୁଲଟିକୁ ତିଆରି କରାଯାଇଛି। ଥଣ୍ଡା ଜଳ ସହ ସୋଡିୟମ ଆଉ ପଟାସିୟମ ଅତ୍ୟନ୍ତ ତୀବ୍ର ଭାବରେ ରାସାୟନିକ ପ୍ରତିକ୍ରିୟା କରିଥାନ୍ତି। ଗରମ ଜଳ କ୍ୟାଲସିୟମ କମ୍ ତୀବ୍ର ଭାବରେ ରାସାୟନିକ ପ୍ରତିକ୍ରିୟା କରିଥାଏ। ଗରମ ଜଳ ସହ ମାଗ୍ନେସିୟମ ଧୀରେ ଧୀରେ ପ୍ରତିକ୍ରିୟା କରିଥାଏ। ଜଳୀୟ ବାଷ୍ପ ବା ବାମ୍ଫ ସହ ଆଲୁମିନିୟମ, ଜିଙ୍କ, ଆଇରନ୍ ରାସାୟନିକ ପ୍ରତିକ୍ରିୟା କରିଥାନ୍ତି। ଜଳ ସହ କୋଉମାନେ ରାସାୟନିକ ପ୍ରତିକ୍ରିୟା କରନ୍ତିନି? ଲେଡ୍, କପର, ଗୋଲ୍ଡ, ସିଲଭର ଏମାନେ ଆଦୌ ଜଳ ସହ ରାସାୟନିକ ପ୍ରତିକ୍ରିୟା କରନ୍ତି ନାହିଁ। ଧାତୁ ସହ ଅମ୍ଳର ରାସାୟନିକ ପ୍ରତିକ୍ରିୟା ବିଷୟରେ ପଢିବା। এই ভিডিওରେ ତମେ ଦେଖିବାକୁ ପାଉଥିବ ଯେ ଏଠାରେ ଆମେ ଜିଙ୍କ ଦାନା ଗୁଡ଼ିକୁ ନେଇଛୁ ଏବଂ ଜିଙ୍କ ଦାନାରେ ଯେତେବେଳେ ଆମେ ହାଇଡ୍ରୋକ୍ଲୋରିକ ଏସିଡକୁ ଢାଳି ଦଉଛୁ ସେତେବେଳେ ସେଥିମଧ୍ୟରୁ ଏକ ବୁଦବୁଦ ହେଇ କିଛି ଗ୍ୟାସ ସୃଷ୍ଟି ହେଉଛି ଏବଂ ସେ ଗ୍ୟାସକୁ ଯେତେବେଳେ ଆମେ ସବ୍ ବବୁଲରେ ନେଇକି ବୁଡେଇ ଦଉଛୁ ସେତେବେଳେ ସେଥିରୁ କିଛି ଫଟକା ସୃଷ୍ଟି ହେଉଛି ଏବଂ ଫଟକାରେ ଯେତେବେଳେ ଆମେ ମହମବତୀଟିକୁ ଦେଖାଉଛୁ ସେତେବେଳେ ତାହା ଶବ୍ଦ କରି ଫାଟି ଯାଉଛି। ଆମେ ପୂର୍ବରୁ ଜାଣିଛୁ ଯେ ହାଇଡ୍ରୋଜେନ ଗ୍ୟାସଟି ଯେତେବେଳେ ନିଆଁର ସଂସ୍ପର୍ଶରେ ଆସିଥାଏ ତାହା ମଧ୍ୟ ଏଇଭଳି ସାଉଣ୍ଡ କରିକି ଫାଟିଥାଏ ଏବଂ ଏଠାରେ ମଧ୍ୟ ସେଇଭଳି ଶବ୍ଦ କରି ଫାଟି ଯାଉଛି। ତେଣୁ ଆମେ ଜାଣିବାକୁ ପାଉଛୁ ଯେ ଏହା ହାଇଡ୍ରୋଜେନ ଗ୍ୟାସ ଅଟେ। ତ ଏଠାରୁ ଆମେ କଣ ଜାଣିଲୁ? ଧାତୁ ଅମ୍ଳ ସହ ରାସାୟନିକ ପ୍ରତିକ୍ରିୟା କରେ ସେତେବେଳେ ଲବଣ ଏବଂ ହାଇଡ୍ରୋଜେନ ଗ୍ୟାସ ସେଥିମଧ୍ୟରୁ ଉତ୍ପନ୍ନ ହୋଇଥାଏ ଏବଂ ଏହାର କିଛି ଉଦାହରଣ ହାଇଡ୍ରୋକ୍ଲୋରିକ ଏସିଡ ଜିଙ୍କ ସହ ଯେତେବେଳେ ରାସାୟନିକ ପ୍ରତିକ୍ରିୟା କରୁଛି ଜିଙ୍କ କ୍ଲୋରାଇଡ ଏବଂ ହାଇଡ୍ରୋଜେନ ଗ୍ୟାସ ସେଥିମଧ୍ୟରୁ ଉତ୍ପନ୍ନ କରୁଛି, ଯାହାକୁ କି ଏବେ ଆମେ ଭିଡିଓ ମାଧ୍ୟମରେ ଦେଖିଲୁ। ସଲଫୁରିକ ଏସିଡ ସହ ରାସାୟନିକ ପ୍ରତିକ୍ରିୟା କରୁଛି ସେତେବେଳେ ସୋଡିୟମ ସଲଫେଟ ଏବଂ ହାଇଡ୍ରୋଜେନ ଗ୍ୟାସ ସେଥିମଧ୍ୟରୁ ଉତ୍ପନ୍ନ ହେବ।
ସେହିଭଳି ଯେତେବେଳେ ମାଗ୍ନେସିୟମ ହାଇଡ୍ରୋକ୍ଲୋରିକ ଏସିଡ ସହ ରାସାୟନିକ ପ୍ରତିକ୍ରିୟା କରିବ ସେତେବେଳେ ମାଗ୍ନେସିୟମ କ୍ଲୋରାଇଡ ଏବଂ ହାଇଡ୍ରୋଜେନ ଗ୍ୟାସ ସେଥିମଧ୍ୟରୁ ଉତ୍ପନ୍ନ ହେବ। ଏବେ ଆମେ ଦେଖିବା କେଉଁ ଧାତୁ ଗୁଡ଼ିକ ଅମ୍ଳ ସହ ରାସାୟନିକ ପ୍ରତିକ୍ରିୟା କରନ୍ତି ନାହିଁ। ସୁନା, ରୂପା, ତମ୍ବା, ପ୍ଲାଟିନମ ଏବଂ ପାରଦ ଏହି ଧାତୁ ଗୁଡ଼ିକ ଅମ୍ଳ ସହ ରାସାୟନିକ ପ୍ରତିକ୍ରିୟା କରନ୍ତି ନାହିଁ। ଆମେ ଜାଣିଛୁ ଯେ ସାଧାରଣତଃ ଧାତୁ ଅମ୍ଳ ସହ ରାସାୟନିକ ପ୍ରତିକ୍ରିୟା କଲେ ଲବଣ ଓ ହାଇଡ୍ରୋଜେନ ଗ୍ୟାସ ସେଥିମଧ୍ୟରୁ ଉତ୍ପନ୍ନ ହୁଏ, କିନ୍ତୁ ନାଇଟ୍ରିକ ଏସିଡ ସହ ଏହା କାହିଁକି ହୁଏ ନାହିଁ? ଚାଲ ଏବେ ଆମେ ଏହା ବିଷୟରେ ପଢିବା। ନାଇଟ୍ରିକ ଏସିଡ ହେଉଛି ଏକ ସବଳ ଜାରକ। ଧାତୁ ସହ ପ୍ରତିକ୍ରିୟା ସମୟରେ ଯେଉଁ ହାଇଡ୍ରୋଜେନ ସୃଷ୍ଟି ହୋଇଥାଏ, ନାଇଟ୍ରିକ ଏସିଡ ଏହି ହାଇଡ୍ରୋଜେନକୁ ଜାରଣ କରି ଜଳରେ ପରିଣତ କରିଦେଇଥାଏ। ଏହି ସମୟରେ ନାଇଟ୍ରିକ ଏସିଡ ନିଜେ ବିଜାରିତ ହୋଇ ବିଭିନ୍ନ ନାଇଟ୍ରୋଜେନ ଅକ୍ସାଇଡ ଯେପରିକି NO ଯାହାକି ନାଇଟ୍ରୋଜେନ ଅକ୍ସାଇଡ ଏବଂ NO2 ଯାହାକି ନାଇଟ୍ରୋଜେନ ଡାଇଅକ୍ସାଇଡ ସୃଷ୍ଟି କରିଦେଇଥାଏ। ସେଥିପାଇଁ ହାଇଡ୍ରୋଜେନ ଗ୍ୟାସ ଏଥିରୁ ବାହାରେ ନାହିଁ। ଏବେ ଆମେ କେଉଁ ଧାତୁ ଗୁଡ଼ିକ ନାଇଟ୍ରିକ ଏସିଡ ସହ ରାସାୟନିକ ପ୍ରତିକ୍ରିୟା କରି ହାଇଡ୍ରୋଜେନ ଗ୍ୟାସ ଉତ୍ପନ୍ନ କରିଥାନ୍ତି ସେ ବିଷୟରେ ଏବେ ଆମେ ଦେଖିବା। ନାଇଟ୍ରିକ ଏସିଡ ସହ ମାଗ୍ନେସିୟମ ଏବଂ ମାଙ୍ଗାନିଜ ଯେତେବେଳେ ରାସାୟନିକ ପ୍ରତିକ୍ରିୟା କରନ୍ତି ସେତେବେଳେ ସେମାନେ ହାଇଡ୍ରୋଜେନ ଗ୍ୟାସ ଉତ୍ପନ୍ନ କରିପାରନ୍ତି। କୋଉଥିପାଇଁ ସେମାନେ ହାଇଡ୍ରୋଜେନ ଗ୍ୟାସ ଉତ୍ପନ୍ନ କରିପାରନ୍ତି? କାରଣ ନା ମାଗ୍ନେସିୟମ ଏବଂ ମାଙ୍ଗାନିଜ ବହୁତ ପ୍ରତିକ୍ରିୟାଶୀଳ ଧାତୁ। ଯେହେତୁ ଏମାନେ ବହୁତ ପ୍ରତିକ୍ରିୟାଶୀଳ ଧାତୁ ତେଣୁ ଏମାନେ ଶୀଘ୍ର ଇଲେକ୍ଟ୍ରନକୁ ଦାନ କରିପାରନ୍ତି। ଯେତେବେଳେ ଆମେ ପତଳା ନାଇଟ୍ରିକ ଏସିଡକୁ ନେଇଥିବା ସେତେବେଳେ ତାର ଜାରକର କ୍ଷମତା କମ ଥାଏ, ତେଣୁ ଉତ୍ପନ୍ନ ହେଉଥିବା ହାଇଡ୍ରୋଜେନକୁ ଶୀଘ୍ର ଜାରଣ କରିପାରେ ନାହିଁ, ତେଣୁ ହାଇଡ୍ରୋଜେନ ଗ୍ୟାସଟି ବାହାରି ଯାଇଥାଏ। ସାଧାରଣତଃ ସୁନା ଓ ରୂପା ପରି ଧାତୁ ଅମ୍ଳରେ ଦ୍ରବୀଭୂତ ହୁଅନ୍ତି ନାହିଁ, କିନ୍ତୁ ଏକ ସ୍ପେସିଆଲ ଅମ୍ଳ ଅଛି ବା ଏକ ବିଶେଷ ଅମ୍ଳ ଅଛି ଯାହା ସୁନାକୁ ମଧ୍ୟ ଦ୍ରବୀଭୂତ କରିପାରେ। ଏହି ବିଶେଷ ଅମ୍ଳର ନାମ ହେଉଛି ଅମ୍ଳରାଜା ବା ଆକ୍ୱାରେଜିଆ। ଅମ୍ଳରାଜା କଣ? ଅମ୍ଳରାଜା ହେଉଛି ଦୁଇଟି ଶକ୍ତିଶାଳୀ ଅମ୍ଳ ମିଶ୍ରଣ। ଆମେ ଯଦି କନସେନ୍ଟ୍ରେଟେଡ ହାଇଡ୍ରୋକ୍ଲୋରିକ ଏସିଡ ଆଉ କନସେନ୍ଟ୍ରେଟେଡ ନାଇଟ୍ରିକ ଏସିଡକୁ 3:1 ରେସିଓରେ ଯଦି ଆମେ ତାକୁ ମିଶେଇ ଦେବା ତାହେଲେ ଆକ୍ୱାରେଜିଆ ବା ଅମ୍ଳରାଜା ସେଥିମଧ୍ୟରୁ ସୃଷ୍ଟି ହୋଇଥାଏ। ବର୍ତ୍ତମାନ ଆମେ ଅମ୍ଳରାଜାର ବୈଶିଷ୍ଟ୍ୟ ବିଷୟରେ ପଢିବା। ଯେତେବେଳେ ଆମେ କନସେନ୍ଟ୍ରେଟେଡ ହାଇଡ୍ରୋକ୍ଲୋରିକ ଏସିଡ ଏବଂ କନସେନ୍ଟ୍ରେଟେଡ ନାଇଟ୍ରିକ ଏସିଡକୁ 3:1 ରେସିଓରେ ମିଶେଇବା ସେତେବେଳେ ହଳଦିଆ କିମ୍ବା କମଳା ହଳଦିଆ ରଙ୍ଗର ତରଳ ଗୋଟେ ସୃଷ୍ଟି ହେବ ଏବଂ ସେଥିରୁ ଧୂଆଁ ମଧ୍ୟ ବାହାରୁଥିବ। ଏହା ଅତ୍ୟନ୍ତ ଶକ୍ତିଶାଳୀ ଏବଂ କ୍ଷୟକାରୀ ଅଟେ। ଏହାକୁ ତିଆରି କରିବାର ଅଳ୍ପ ସମୟ ମଧ୍ୟରେ ବ୍ୟବହାର କରାଯାଏ, କାରଣ ଯଦି ଏହା ଅଧିକ ସମୟ ପାଇଁ ରହିଗଲା ତାହେଲେ ଏହାର କ୍ଷମତା କମିଯିବ। ଏହାକୁ ମୁଖ୍ୟତଃ କୋଉଥିପାଇଁ ବ୍ୟବହାର କରାଯାଇଥାଏ? ଏହାକୁ ମୁଖ୍ୟତଃ ସୁନାକୁ ଦ୍ରବୀଭୂତ କରିବା ପାଇଁ ଏବଂ ପ୍ଲାଟିନମକୁ ଦ୍ରବୀଭୂତ କରିବା ପାଇଁ ବ୍ୟବହାର କରାଯାଇଥାଏ ଏବଂ ପରୀକ୍ଷାଗାରର କାଚ ପାତ୍ର ସଫା କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ ଏବଂ ରାସାୟନିକ ଓ ଧାତୁ ବିଶ୍ଳେଷଣରେ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ। ଏହାକୁ ଅମ୍ଳରାଜା କାହିଁକି କୁହାଯାଏ? କାରଣ ସାଧାରଣ ଅମ୍ଳ ସୁନା ଓ ପ୍ଲାଟିନମକୁ ଦ୍ରବୀଭୂତ କରିପାରେ ନାହିଁ, କିନ୍ତୁ ଆକ୍ୱାରେଜିଆ ଏହି ଦୁଇଟି ମୂଲ୍ୟବାନ ଧାତୁକୁ ମଧ୍ୟ ଦ୍ରବୀଭୂତ କରିପାରିଥାଏ। ସେଥିପାଇଁ ଏହାକୁ ଅମ୍ଳରାଜା ବୋଲି କୁହାଯାଏ। ଆମେ ଅମ୍ଳରାଜାରେ କଣ ପାଇଁ ସୁନା ଏବଂ ପ୍ଲାଟିନମକୁ ଦ୍ରବୀଭୂତ କରିବା? କାରଣ ଯେତେବେଳେ ଆମେ ସୁନା ଓ ପ୍ଲାଟିନମକୁ ଅମ୍ଳରେ ଦ୍ରବୀଭୂତ କରୁଛୁ ସେତେବେଳେ ତାହା ରାସାୟନିକ ପ୍ରତିକ୍ରିୟା କରି ପୁଣି ଥରେ ଦ୍ରବଣରେ ପରିଣତ ହୋଇଯାଉଛି। ଏହି ଦ୍ରବଣରୁ ପରେ ବିଭିନ୍ନ ରାସାୟନିକ ପ୍ରକ୍ରିୟା ଦ୍ୱାରା ପୁଣି ଶୁଦ୍ଧ ସୁନା କିମ୍ବା ପ୍ଲାଟିନମ ପ୍ରାପ୍ତ କରାଯାଇପାରିବ। ଏବେ ଆମେ ଧାତୁ ଓ ଧାତବ ଲବଣ ବିଷୟରେ ପଢିବା। ଧାତୁ ଓ ଧାତବ ଲବଣ ବିସ୍ଥାପନ ପ୍ରତିକ୍ରିୟା କରିଥାନ୍ତି। ବିସ୍ଥାପନ ପ୍ରତିକ୍ରିୟା ଅର୍ଥାତ୍ ଅଧିକ ପ୍ରତିକ୍ରିୟାଶୀଳ ଧାତୁ କମ ପ୍ରତିକ୍ରିୟାଶୀଳ ଧାତବ ଲବଣରୁ ଧାତୁକୁ ବିସ୍ଥାପନ କରିଥାଏ ବା ଡିସପ୍ଲେସମେଣ୍ଟ କରିଥାଏ। ଏବେ ୟାକୁ ଆମେ ଗୋଟେ ସିମ୍ପଲ ଏକ୍ସାମ୍ପଲ ନେଇକି ଯଦି ଆମେ ଦୁଇ ଜଣ ବ୍ୟକ୍ତି ମଧ୍ୟରେ ଗୋଟେ ପ୍ରତିଯୋଗିତା କରାଉ ତେବେ ଶକ୍ତିଶାଳୀ ବ୍ୟକ୍ତିଟି ଦୁର୍ବଳ ବ୍ୟକ୍ତିକୁ ହଟାଇ ତା ଆସନକୁ ସେ ଦଖଲ କରିଯିବ। ସେହିପରି ଏଠାରେ ମଧ୍ୟ ଅଧିକ ପ୍ରତିକ୍ରିୟାଶୀଳ ଧାତୁ କମ ପ୍ରତିକ୍ରିୟାଶୀଳ ଧାତୁକୁ ତାର ଲବଣରୁ ବାହାର କରିଦେଇଥାଏ ଏବଂ ତାର ସ୍ଥାନକୁ ସେ ଆଇରନକୁ କପର ସଲଫେଟ ସହ ରାସାୟନିକ ପ୍ରତିକ୍ରିୟା କରାଉଛୁ ସେତେବେଳେ ତାହା ଆଇରନ ସଲଫେଟ ଏବଂ କପର ସୃଷ୍ଟି ହେଉଛି। ଏଠାରେ କଣ ହେଉଛି ନା ଆଇରନ କପରକୁ ବିସ୍ଥାପନ କରିଦେଉଛି, ଅର୍ଥାତ୍ ଆଇରନଟି ହେଉଛି
ଅଧିକ ପ୍ରତିକ୍ରିୟାଶୀଳ ଧାତୁ ଏବଂ କପରଟି ହେଉଛି କମ୍ ପ୍ରତିକ୍ରିୟାଶୀଳ ଧାତୁ। ତେଣୁ ଆଇରନଟି କପର ସ୍ଥାନକୁ ନେଇଯାଉଛି ଏବଂ କପର ଧାତୁକୁ ଅଲଗା କରିଦେଉଛି। ସେହିଭଳି ଯେତେବେଳେ ଆମେ ଜିଙ୍କକୁ କପର ସଲଫେଟ୍ ସହ ରାସାୟନିକ ପ୍ରତିକ୍ରିୟା କରାଉଛୁ ସେତେବେଳେ ମଧ୍ୟ ଜିଙ୍କ କପରକୁ ବିସ୍ଥାପିତ କରି କପରର ସ୍ଥାନକୁ ନେଇ ଜିଙ୍କ ସଲଫେଟ୍ ସୃଷ୍ଟି ହୋଇଯାଏ। ଯେତେବେଳେ ଆମେ କପରକୁ ଜିଙ୍କ ସଲଫେଟ୍ ସହ ରାସାୟନିକ ପ୍ରତିକ୍ରିୟା କରାଉଛୁ ସେତେବେଳେ ତାହା କୌଣସି ରାସାୟନିକ ପ୍ରତିକ୍ରିୟା ଶୋ କରୁନାହିଁ। କୋଉଥିପାଇଁ ଶୋ କରୁନାହିଁ? କାରଣ ନା କପର ହେଉଛି କମ୍ ପ୍ରତିକ୍ରିୟାଶୀଳ ଧାତୁ ଏବଂ ଜିଙ୍କ ହେଉଛି ଅଧିକ ପ୍ରତିକ୍ରିୟାଶୀଳ ଧାତୁ। ତେଣୁ କପରଟି ଜିଙ୍କକୁ ବିସ୍ଥାପିତ କରାଇ ପାରୁନି। ତମେ ଜାଣିଛ କି ଖାଇବା ଲୁଣ କିପରି ସୃଷ୍ଟି ହୋଇଥାଏ? ଏହା ଧାତୁ ଓ ଅଧାତୁର ପରସ୍ପର ପ୍ରତିକ୍ରିୟାର ଫଳ ଯୋଗୁଁ ସୃଷ୍ଟି ହୋଇଥାଏ। ଅର୍ଥାତ୍ ଯେତେବେଳେ ସୋଡିୟମ ଧାତୁ କ୍ଲୋରିନ ଅଧାତୁ ସହ ରାସାୟନିକ ପ୍ରତିକ୍ରିୟା କରୁଛି ସେତେବେଳେ ସୋଡିୟମ କ୍ଲୋରାଇଡ୍ ଯାହାକି ଲୁଣ ସୃଷ୍ଟି ହେଉଛି। ଏବେ ଚାଲ ଏହାର ପଦକ୍ଷେପ ଗୁଡ଼ିକୁ ବୁଝିବା। ଧାତୁ ଅଧାତୁ ପରସ୍ପର ପ୍ରତିକ୍ରିୟା କରି ଆୟନିକ ଯୌଗିକ ସୃଷ୍ଟି କରିଥାନ୍ତି। ଆୟନିକ ଯୌଗିକ ଅର୍ଥାତ୍ ଲବଣ ସୃଷ୍ଟି କରିଥାଏ। ଏହି ପ୍ରକ୍ରିୟାରେ ଧାତୁ ଇଲେକ୍ଟ୍ରନ ତ୍ୟାଗ କରେ ଏବଂ ଅଧାତୁ ଇଲେକ୍ଟ୍ରନକୁ ଗ୍ରହଣ କରେ। ଏହାର ସମୀକରଣଟି ହେଉଛି ଧାତୁ ଅଧାତୁ ସହ ରାସାୟନିକ ପ୍ରତିକ୍ରିୟା କରି ଆୟନିକ ଯୌଗିକ ବା ଲବଣ ସୃଷ୍ଟି। ଧାତୁଟି ଇଲେକ୍ଟ୍ରନ ତ୍ୟାଗ କରି କାଟାୟନ ସୃଷ୍ଟି କରୁଛି ଏବଂ ଅଧାତୁଟି ଇଲେକ୍ଟ୍ରନ ଗ୍ରହଣ କରି ଆନାୟନ ସୃଷ୍ଟି କରୁଛି। ଅର୍ଥାତ୍ ଏଠାରେ ତମେ ମନେ ରଖ ଯେ କାଟି କାଟି କାଟାୟନ ଏବଂ ଆଣି ଆଣି ଆନାୟନ। ଇଲେକ୍ଟ୍ରନକୁ କାଟିବା ଅର୍ଥାତ୍ ଇଲେକ୍ଟ୍ରନକୁ ତ୍ୟାଗ କଲେ କାଟାୟନ ସୃଷ୍ଟି ହୁଏ ଏବଂ ଇଲେକ୍ଟ୍ରନକୁ ଆଣିବା ଅର୍ଥାତ୍ ଇଲେକ୍ଟ୍ରନକୁ ଗ୍ରହଣ କଲେ ଆନାୟନ ସୃଷ୍ଟି ହୁଏ। ଏବଂ କାଟାୟନ ଓ ଆନାୟନ ପରସ୍ପରକୁ ଆକର୍ଷଣ କରି ଆୟନିକ ବନ୍ଧ ଗଠନ କରିଥାନ୍ତି। ଫଳରେ ଏକ ଆୟନିକ ଯୌଗିକ ବା ଲବଣ ସୃଷ୍ଟି ହୋଇଥାଏ। ବର୍ତ୍ତମାନ ଆମେ ଆୟନିକ ଯୌଗିକ ବା ଆୟନିକ କମ୍ପାଉଣ୍ଡ ବିଷୟରେ ପଢ଼ିବା। ଯେଉଁ ଯୌଗିକ ଧାତୁ ଓ ଅଧାତୁ ମଧ୍ୟରେ ଇଲେକ୍ଟ୍ରନ ଟ୍ରାନ୍ସଫର ଦ୍ୱାରା ସୃଷ୍ଟି ହୋଇଥାଏ ତାହାକୁ ଆୟନିକ ଯୌଗିକ ବା ଆୟନିକ କମ୍ପାଉଣ୍ଡ ବୋଲି କୁହାଯାଇଥାଏ। ଅର୍ଥାତ୍ ଏହାର ଉଦାହରଣ ହେଉଛି ସୋଡିୟମ କ୍ଲୋରାଇଡ୍। କିପରି ଏହା ସୃଷ୍ଟି ହୋଇଥାଏ? ଧାତୁ ଇଲେକ୍ଟ୍ରନ ତ୍ୟାଗ କରିକି କାଟାୟନ ହୁଏ ଏବଂ ଅଧାତୁ ଇଲେକ୍ଟ୍ରନ ଗ୍ରହଣ କରିକି ଆନାୟନ ହୋଇଥାଏ ଏବଂ କାଟାୟନ ଓ ଆନାୟନ ପରସ୍ପରକୁ ଆକର୍ଷଣ କରି ଆୟନିକ ଯୌଗିକ ସୃଷ୍ଟି କରିଥାନ୍ତି। ଏହାର ଉଦାହରଣଟି ସୋଡିୟମ କ୍ଲୋରାଇଡ୍। ସୋଡିୟମ କ୍ଲୋରାଇଡ୍ର ଇଲେକ୍ଟ୍ରନ ସଂରଚନା ହେଉଛି ଏହାର କେ ସେଲ୍ରେ 2ଟି ଇଲେକ୍ଟ୍ରନ ଅଛି, ଏମ୍ ସେଲ୍ରେ 8ଟି ଇଲେକ୍ଟ୍ରନ ଅଛି ଏବଂ ଏନ୍ ସେଲ୍ରେ ଗୋଟିଏ ମାତ୍ର ଇଲେକ୍ଟ୍ରନ ଅଛି। ଏହାର ବାହ୍ୟତମ କକ୍ଷରେ 1ଟି ଇଲେକ୍ଟ୍ରନ। ସେହିଭଳି କ୍ଲୋରିନ୍ର ଇଲେକ୍ଟ୍ରନ ସଂରଚନା 2, 8, 7। ଏହାର ବାହ୍ୟତମ କକ୍ଷରେ 7ଟି ଇଲେକ୍ଟ୍ରନ ଅଛି। କ୍ଲୋରିନ୍କୁ ଅଷ୍ଟକ ପୂର୍ଣ୍ଣ ବା ଷ୍ଟେବୁଲ ହେବା ପାଇଁ ଆଉ 1ଟି ଇଲେକ୍ଟ୍ରନ ଆବଶ୍ୟକ ଅଛି। ସେହିଭଳି ସୋଡିୟମକୁ ମଧ୍ୟ ଷ୍ଟେବୁଲ ବା ଅଷ୍ଟକ ପୂର୍ଣ୍ଣ ହେବା ପାଇଁ ତାକୁ 1ଟି ଇଲେକ୍ଟ୍ରନ ତାର ଏକ୍ସଟ୍ରା ଅଛି। ସେହିଭଳି ଯଦି ଆମେ ସୋଡିୟମକୁ ଦେଖିବା ତାହେଲେ ତାକୁ 7ଟି ଇଲେକ୍ଟ୍ରନ ଦରକାର ଅଷ୍ଟକ ପୂର୍ଣ୍ଣ ହେବା ପାଇଁ। କିନ୍ତୁ ଗୋଟେ ଆଟମରେ ଇଲେକ୍ଟ୍ରନ ଆଉ ପ୍ରୋଟନ ରହୁଛି ଏବଂ ଇଲେକ୍ଟ୍ରନ ଆଉ ପ୍ରୋଟନର ସଂଖ୍ୟା ସମାନ ହୋଇଥାଏ, ଯଦି ତାହା ଅଧିକ ପରିମାଣରେ ଇଲେକ୍ଟ୍ରନ ଦାନ କିମ୍ବା ଅଧିକ ପରିମାଣରେ ଇଲେକ୍ଟ୍ରନ ଗ୍ରହଣ କରିଦିଏ ତେବେ ତାହା ଷ୍ଟେବୁଲ ହୋଇପାରିବ। ତେଣୁ ସୋଡିୟମ ତାର ବାହ୍ୟତମ କକ୍ଷରେ ଗୋଟିଏ ଇଲେକ୍ଟ୍ରନ ଅଛି, ତେଣୁ ସେ ଗୋଟିଏ ଇଲେକ୍ଟ୍ରନକୁ ଦାନ କରିଦିଏ ଏବଂ କ୍ଲୋରିନ୍ 7ଟି ଇଲେକ୍ଟ୍ରନକୁ ଦାନ କରିପାରିବ ନାହିଁ, ତେଣୁ ସେ ସେଇ ଗୋଟିଏ ଇଲେକ୍ଟ୍ରନକୁ ଗ୍ରହଣ କରିଦେଇଥାଏ ଏବଂ ସୋଡିୟମ ଗୋଟିଏ ଇଲେକ୍ଟ୍ରନ ଦାନ କରି Na+ରେ ପରିଣତ ହୋଇଯାଇଥାଏ ଏବଂ ସେଇ ଇଲେକ୍ଟ୍ରନକୁ କ୍ଲୋରିନ୍ ଗ୍ରହଣ କରି Cl- ପରିଣତ ହୋଇଯାଇଥାଏ। ଏଠାରେ ସୋଡିୟମ ଏବଂ କ୍ଲୋରିନ୍ ବିପରୀତ ଚାର୍ଜ ହୋଇଥିବାରୁ ସେମାନେ ପରସ୍ପରକୁ ଆକର୍ଷଣ କରିଥାନ୍ତି। ଏମାନଙ୍କ ଆକର୍ଷଣ ଯୋଗୁଁ ସୋଡିୟମ କ୍ଲୋରାଇଡ୍ ସୃଷ୍ଟି ହୋଇଥାଏ। ଏଠାରୁ ଆମେ କ'ଣ ଦେଖିଲୁ? ଧାତୁରୁ ଅଧାତୁକୁ ଇଲେକ୍ଟ୍ରନର ସ୍ଥାନାନ୍ତରଣ ଦ୍ୱାରା ସୃଷ୍ଟି ହେଉଥିବା ଯୌଗିକକୁ ଆୟନିକ ଯୌଗିକ ବା ବିଦ୍ୟୁତ ସଂଯୋଗ୍ୟ ଯୌଗିକ ବୋଲି କୁହାଯାଇଥାଏ, ଯୋଉଟାକି ସୋଡିୟମ କ୍ଲୋରିନ୍ ସହ ମିଶି ସୋଡିୟମ କ୍ଲୋରାଇଡ୍ ବା ଲୁଣ ସୃଷ୍ଟି କରୁ। ଏଠାରେ ତମେ ଚିତ୍ରରେ ପ୍ରଥମେ ଦେଖ ବାହ୍ୟତମ କକ୍ଷରେ ସୋଡିୟମର ଗୋଟିଏ ଇଲେକ୍ଟ୍ରନ ଏବଂ କ୍ଲୋରିନ୍ର ବାହ୍ୟତମ କକ୍ଷରେ 7ଟି ଇଲେକ୍ଟ୍ରନ ଅଛି। ତାପରେ ସୋଡିୟମ ତାର ବାହ୍ୟତମ କକ୍ଷରେ ଥିବା ଇଲେକ୍ଟ୍ରନକୁ କ୍ଲୋରିନ୍କୁ ଦାନ କରିଦେଉଛି ଏବଂ Na+ ଏବଂ Cl- ସୃଷ୍ଟି ହେଉଛି ଏବଂ ବିପରୀତ ଚାର୍ଜ ପରସ୍ପରକୁ ଆଟ୍ରାକ୍ଟ କରି ସେମାନେ ସୋଡିୟମ କ୍ଲୋରାଇଡ୍ ବା ସଲ୍ଟ ତିଆରି।
ସେଇଭଳି ଯଦି ଆମେ ମାଗ୍ନେସିୟମ କ୍ଲୋରାଇଡ୍ କୁ ଦେଖିବା, ମାଗ୍ନେସିୟମର ବାହ୍ୟତମ କକ୍ଷରେ 2ଟି ଇଲେକ୍ଟ୍ରନ୍ ଅଛି ଏବଂ କ୍ଲୋରିନ୍ର ବାହ୍ୟତମ କକ୍ଷରେ 7ଟି ଇଲେକ୍ଟ୍ରନ୍ ଅଛି। ତେଣୁ ମାଗ୍ନେସିୟମର ବାହ୍ୟତମ କକ୍ଷରେ ଯେଉଁ 2ଟି ଇଲେକ୍ଟ୍ରନ୍ ଥାଏ, ସେଇ 2ଟି ଇଲେକ୍ଟ୍ରନ୍କୁ ସେ କ୍ଲୋରିନ୍କୁ ତ୍ୟାଗ କରିଦେଇଥାଏ, ତାହା ଯୋଗୁଁ ତାର ଇଲେକ୍ଟ୍ରନ୍ ସଂରଚନା 2-8 ହୋଇଯାଏ, ଯାହାକି ଅଷ୍ଟକପୂର୍ଣ୍ଣ ବା ଷ୍ଟେବୁଲ। ଏବଂ କ୍ଲୋରିନ୍ କାହିଁକି ସେ ଗୋଟେ ଇଲେକ୍ଟ୍ରନ୍କୁ ରିସିଭ୍ କରିଥାଏ? କାରଣ କ୍ଲୋରିନ୍ର ବାହ୍ୟତମ କକ୍ଷରେ 7ଟି ଇଲେକ୍ଟ୍ରନ୍ ଥାଏ ଏବଂ ସେଇ ଗୋଟେ ଇଲେକ୍ଟ୍ରନ୍କୁ ପାଇ ତାର ଇଲେକ୍ଟ୍ରନ୍ ସଂରଚନା 2-8-8ରେ ପରିଣତ ହୁଏ, ଯାହାକି ଅଷ୍ଟକପୂର୍ଣ୍ଣ ବା ଷ୍ଟେବୁଲ ଅଟେ। ମାଗ୍ନେସିୟମ 2ଟି ଇଲେକ୍ଟ୍ରନ୍ କାହାକୁ ଦେଇଥାଏ? ମାଗ୍ନେସିୟମ ପାଖରେ 2ଟି ଇଲେକ୍ଟ୍ରନ୍ ଥିବାରୁ ସେ 2ଟି କ୍ଲୋରିନ୍ ପରମାଣୁଙ୍କୁ ଗୋଟିଏ କରି ଇଲେକ୍ଟ୍ରନ୍ ଦେଇଥାଏ। ପ୍ରଥମ କ୍ଲୋରିନ୍ଟି 1ଟି ଇଲେକ୍ଟ୍ରନ୍ ପାଏ ଏବଂ ଦ୍ୱିତୀୟ କ୍ଲୋରିନ୍ଟି ମଧ୍ୟ 1ଟି ଇଲେକ୍ଟ୍ରନ୍ ପାଏ। ଏହା ଫଳରେ Mg2+ ଏବଂ 2Cl- ଆୟନ ସୃଷ୍ଟି ହୋଇଥାଏ। ଯେହେତୁ ସେମାନେ 2ଟି ବିପରୀତ ଚାର୍ଜ ହୋଇଥାନ୍ତି, ତେଣୁ ସେମାନେ ପରସ୍ପରକୁ ଆଟ୍ରାକ୍ଟ କରିଥାନ୍ତି। ଯେହେତୁ ସେମାନେ ପରସ୍ପରକୁ ଆଟ୍ରାକ୍ଟ କରୁଛନ୍ତି, ତେଣୁକରି ମାଗ୍ନେସିୟମ କ୍ଲୋରାଇଡ୍ ବା ଲବଣ ସୃଷ୍ଟି ହୋଇଯାଇଛି। ଧାତୁରୁ ଅଧାତୁକୁ ଇଲେକ୍ଟ୍ରନର ସ୍ଥାନାନ୍ତରଣ ଦ୍ୱାରା ସୃଷ୍ଟି ହେଉଥିବା ଯୌଗିକକୁ ଆୟନିକ ଯୌଗିକ ବା ବିଦ୍ୟୁତ ସଂଯୋଗ୍ୟ ଯୌଗିକ ବୋଲି କୁହାଯାଉଛି। ଏଠାରେ ମାଗ୍ନେସିୟମ କ୍ଲୋରାଇଡ୍ ହେଉଛି ବିଦ୍ୟୁତ ସଂଯୋଗ୍ୟ ଯୌଗିକ। ବର୍ତ୍ତମାନ ଆମେ ଆୟନିକ ଯୌଗିକର ଧର୍ମ ବିଷୟରେ ପଢିବା। ଆୟନିକ ଯୌଗିକ ଗୁଡ଼ିକ କଠିନ ଓ ସ୍ଫଟିକାରକ ହୋଇଥାନ୍ତି, ଅର୍ଥାତ୍ ହାର୍ଡ ଆଣ୍ଡ କ୍ରିଷ୍ଟାଲାଇନ୍। ଆୟନିକ ଯୌଗିକ ସାଧାରଣତଃ କଠିନ ହୋଇଥାନ୍ତି। ଏଗୁଡ଼ିକ ନିର୍ଦ୍ଦିଷ୍ଟ ସ୍ଫଟିକ ବା କ୍ରିଷ୍ଟାଲ ଗଠନ ଗୁଡ଼ିକ। ଉଦାହରଣ ହେଉଛି ସୋଡିୟମ କ୍ଲୋରାଇଡ୍ ଏବଂ ମାଗ୍ନେସିୟମ କ୍ଲୋରାଇଡ୍। ଏଗୁଡ଼ିକ ଭଙ୍ଗୁର ବା ବ୍ରିଟିଲ୍। ଆଘାତ ପାଇଲେ ଏମାନେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥାନ୍ତି। ଏଗୁଡ଼ିକ ଉଚ୍ଚ ଗଳନାଙ୍କ ଓ ଉଚ୍ଚ ସ୍ଫୁଟନାଙ୍କ, ଅର୍ଥାତ୍ ଆୟନ ଗୁଡ଼ିକ ମଧ୍ୟରେ ଥିବା ଶକ୍ତିଶାଳୀ ଆକର୍ଷଣ ବଳ ଯୋଗୁଁ ଏମାନଙ୍କୁ ସହଜରେ ମେଲ୍ଟ କରି ହୁଏ ନାହିଁ କି ଏମାନଙ୍କୁ ସହଜରେ ବଏଲ କରନ୍ତି। ତେଣୁ ଏଗୁଡ଼ିକର ଗଳନାଙ୍କ ଓ ସ୍ଫୁଟନାଙ୍କ ବହୁତ ଅଧିକ। ଏଗୁଡ଼ିକ ଜଳରେ ଦ୍ରବଣୀୟ। ଅଧିକାଂଶ ଆୟନିକ ଯୌଗିକ ଜଳରେ ଦ୍ରବୀଭୂତ ହୋଇଥାନ୍ତି, କିନ୍ତୁ ପେଟ୍ରୋଲ, କିରୋସିନ ଭଳି ଜୈବ ଦ୍ରାବକରେ ସାଧାରଣତଃ ଦ୍ରବୀଭୂତ ହୁଅନ୍ତି ନାହିଁ। ଏମାନେ ବିଦ୍ୟୁତ ପରିବହନ କରିଥାନ୍ତି, କିନ୍ତୁ କଠିନ ଅବସ୍ଥାରେ ଏମାନେ ବିଦ୍ୟୁତ ପରିବହନ ଯେତେବେଳେ ଏମାନେ ଜଳ ସହ ମିଶି ଯାଇଥାନ୍ତି ବା ଜଳୀୟ ଦ୍ରବଣରେ ଏମାନେ ମିଶି ଯାଇଥାନ୍ତି, ସେତେବେଳେ ବିଦ୍ୟୁତ ପରିବହନ କରିଥାଏ, କାରଣ ସେତେବେଳେ ଆୟନ ଗୁଡ଼ିକ ଫ୍ରିଲି ମୁଭ୍ କରିପାରନ୍ତି। ଯେତେବେଳେ ଆମେ ଲୁଣରେ ବିଦ୍ୟୁତକୁ ପ୍ରବାହିତ କରିବା ପାଇଁ ଚେଷ୍ଟା କରିବା, ସେତେବେଳେ ବିଦ୍ୟୁତ ପ୍ରବାହିତ ହେବ ନାହିଁ, କିନ୍ତୁ ଯେତେବେଳେ ତାକୁ ଆମେ ଜଳରେ ଦ୍ରବୀଭୂତ କରିଦେବା, ସେତେବେଳେ ସେଇ ଲୁଣ ମଧ୍ୟରେ ବିଦ୍ୟୁତ ପରିବହନ ହୋଇପାରିବ। ଏଠାରେ ତମେ ଦେଖିବାକୁ ପାଉଥିବ ଯେ କିଛି ଆୟନିକ ଯୌଗିକ ତାଙ୍କର ଗଳନାଙ୍କ ଓ ସ୍ଫୁଟନାଙ୍କ, ଏଠାରେ ତାଙ୍କ ଗଳନାଙ୍କ ଓ ସ୍ଫୁଟନାଙ୍କକୁ କେଲଭିନରେ ରିପ୍ରେଜେଣ୍ଟ କରାଯାଇଛି। ଯେପରିକି ସୋଡିୟମ କ୍ଲୋରାଇଡର ଗଳନାଙ୍କ 1074 କେଲଭିନ ଏବଂ ସ୍ଫୁଟନାଙ୍କ 1686 କେଲଭିନ। ସେହିଭଳି ଲିଥିୟମ କ୍ଲୋରାଇଡର ଗଳନାଙ୍କ 887 କେଲଭିନ ଏବଂ ସ୍ଫୁଟନାଙ୍କ 1600 କେଲଭିନ। କ୍ୟାଲସିୟମ କ୍ଲୋରାଇଡର ଗଳନାଙ୍କ 1045 ଏବଂ ସ୍ଫୁଟନାଙ୍କ 1900। କ୍ୟାଲସିୟମ ଅକ୍ସାଇଡର ଗଳନାଙ୍କ 2850 ଏବଂ ସ୍ଫୁଟନାଙ୍କ 3120। ମାଗ୍ନେସିୟମ କ୍ଲୋରାଇଡର ଗଳନାଙ୍କ 981, ସ୍ଫୁଟନାଙ୍କ 1650। ନେକ୍ସଟ ଭିଡିଓରେ ଆମେ ଯାହା ବି ପାର୍ଟ ରହିଗଲା ତାକୁ ଆମେ ଭଲ ଭାବରେ କଭର କରିବା। ଏବଂ ତମେ ଯଦି ଅମ୍ଳ, କ୍ଷାର ଓ ଲବଣ ବିଷୟଟିକୁ ପଢିନ, ତାହେଲେ ମୁଁ ଡେସ୍କ୍ରିପସନରେ ଲିଙ୍କ ଦେଇଦେଉଛି, ତମେ ସେଇ ଲିଙ୍କରେ ଯାଇକି ଅମ୍ଳ, କ୍ଷାର ଓ ଲବଣଟିକୁ ପଢିପାରିବ।